ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10। ଆଜି ଆଲୋଚନା କରିବା ଜ୍ଞାନ 110। ପ୍ରଭୁ ଲେଖୁଛନ୍ତି, ସୂର୍ଯ୍ୟ ଗ୍ରହର ଗଠନ ଉପାଦାନକୁ ଅଥବା ମଙ୍ଗଳ ଗ୍ରହରେ ରହିଥିବା ରେଖା ଗୁଡିକୁ ଦେଖିପାରିବା ନିଃସନ୍ଦେହରେ ଏକ ବୃହତ୍ ସଫଳତା। ମାତ୍ର ଯେତେବେଳେ ତୋ ପାଖରେ ଏପରି ଏକ ଯନ୍ତ୍ର ରହିଥିବ ଯାହାକି ତୁ ସତେଅବା କୌଣସି ଚିତ୍ରଟିଏ ଦେଖୁଥିବା ପରି ତୋତେ ଜଣେ ମନୁଷ୍ୟର ଆତ୍ମାକୁ ଦେଖାଇ ଦେଇ ପାରିବ, ସେତେବେଳେ ଭୌତିକ ବିଜ୍ଞାନର ଏହି ସବୁ ଆଶ୍ଚର୍ଯ୍ୟକର ଉଦ୍ଭାବନ ମାନ ତୋତେ କେବଳ ସାନ ପିଲାଙ୍କର ଖେଳନା ପରି ମନେ ହେବ ଏବଂ ସେଗୁଡ଼ିକୁ ଦେଖି ତୁ କେବଳ ମୁରୁକି ମୁରୁକି ହସିବାରେ ଲାଗିଥିବୁ। ଆଉ ଥରେ ପଡୁଛି, ସୂର୍ଯ୍ୟ ଗ୍ରହର ଗଠନ ଉପାଦାନକୁ ଅଥବା ମଙ୍ଗଳ ଗ୍ରହରେ ରହିଥିବା ରେଖା ଗୁଡିକୁ ଦେଖିପାରିବା ନିଃସନ୍ଦେହରେ ଏକ ବୃହତ ସଫଳତା। ମାତ୍ର ଯେତେବେଳେ ତୋ ପାଖରେ ଏପରି ଏକ ଯନ୍ତ୍ର ରହିଥିବ ଯାହାକି ତୁ ସତେଅବା କୌଣସି ଚିତ୍ରଟିଏ ଦେଖୁଥିବା ପରି ତୋତେ ଜଣେ ମନୁଷ୍ୟର ଆତ୍ମାକୁ ଦେଖାଇ ଦେଇପାରିବ, ସେତେବେଳେ ଭୌତିକ ବିଜ୍ଞାନର ଏହି ସବୁ ଆଶ୍ଚର୍ଯ୍ୟକର ଉଦ୍ଭାବନ ମାନ ତୋତେ କେବଳ ସାନ ପିଲାଙ୍କର ଖେଳନା ପରି ମନେ ହେବ ଏବଂ ସେଗୁଡ଼ିକୁ ଦେଖି ତୁ କେବଳ ମୁରୁକି ମୁରୁକି ହସିବାରେ ଲାଗିଥିବୁ। ଏଠି ଛୋଟ ଛୋଟ କଥା ଆମେ ଯଦି ଟିକେ ଟିକେ ଦେଖିବା, ଯେତେବେଳେ ଆମେ ଆମ ଆଗରେ ଛୋଟ ଛୁଆ ନାଲି ଜରି ଦେଖିକି ଖୁସି ହଉଥିବେ ଏବଂ ଆନନ୍ଦିତ ହଉଥିବେ ସେଇ ତାଙ୍କର ଖେଳରେ, ଏବଂ ଯୋଉମାନେ ମାନେ ବିରାଟ ବିରାଟ କଷ୍ଟସାଧ୍ୟ ଗଣିତର ମାନେ ଯିଏ ଅତି ସହଜରେ କରିଦେଇ ପାରୁଥିବେ, ତାଙ୍କ ପାଖରେ ସିଏ ଯେତେବେଳେ ଦେଖିବେ ଯେ ଗୋଟିଏ ପିଲାଟିଏ ମିଶାଣ ଏକ ଅଙ୍କ ବିଶିଷ୍ଟ ବା ଦୁଇ ଅଙ୍କ ବିଶିଷ୍ଟ ମିଶାଣ କରିଦେଲା, ସେ ଖୁସିରେ ପୁରା ଫାଟିକି ନାଚି ପଡୁଛି ଯେ ମୁଁ ଆଜି ମିଶାଣ ହେଇଗଲା, ମୋର ମିଶାଣ ଆଜି ହେଇଗଲା, କିମ୍ବା ପଣିକିଆ ମୋର ଆଜି ଦୁଇ ପଣିକିଆ ହେଇଗଲା, ଖୁସିରେ ସେ ଯେତେବେଳେ ଖୁସିରେ ନାଚୁଥିବ, ସିଏ ଯିଏ ବିଜ୍ଞ ବ୍ୟକ୍ତି ତାକୁ କଣ ଲାଗୁଥିବେ, ମାନେ ମୁଁ କହୁନି ଯେ ସତରେ କଣ ଲାଗୁଥିବ, କିନ୍ତୁ ଯଦି ତୁଳନାତ୍ମକ ଦେଖାଯାଏ ତା ପାଇଁ ଏଗୁଡାକ କିଛି ନୁହଁ। ତେଣୁ ଜଣେ ଯେତେବେଳେ ଆଗରୁ, ସେଇଥିପାଇଁ ସାଧୁମାନେ ବା ମୁନି ଋଷି ମାନେ ଯୋଉମାନେ ଭଗବାନଙ୍କ ସହିତ ଏକାତ୍ମ ହେଇଯାଉଥିଲେ, ଭଗବାନଙ୍କୁ ଦେଖି ସେ ଯୋଉ ସଚିଦାନନ୍ଦ ପରମ ଆନନ୍ଦରେ ଥରେ ଯେତେବେଳେ ସେ ପଶି ଯାଉଥିଲେ, ତାପରେ ଆମର ଚତୁଃପାର୍ଶ୍ଵରେ ଯୋଉ ଛୋଟ ଛୋଟ ଆନନ୍ଦ, ଆମେ ଆନନ୍ଦ ତାକୁ କୁହା ତ ଯାଇପାରିବ ନାହିଁ, ଆମେ ତାକୁ ଖାଲି ଖୁସି ବୋଲି କହୁଛନ୍ତି, ଯୋଉ ଖୁସି ଟିକକ ପାଉଛନ୍ତି, ମୋର ନିଜର ରୁଚିପୂର୍ଣ୍ଣ ଖାଦ୍ୟଟିଏ ଖାଇଦେଲେ ଖୁସି ଲାଗୁଛି, ମତେ ଭଲ ଲାଗୁଥିବା ଜିନିଷ କିଏ ମତେ ଦେଇଦେଲେ ଖୁସି ଲାଗୁଛି, ମୋର ପୁରା ଅତି ଘନିଷ୍ଠ ବନ୍ଧୁ ଅନେକ ଦିନ ତଳର ଦେଖା ହେଇନଥିବ, ଆଜି ଦେଖାହେଲେ ଯୋଉ ଖୁସି ଲାଗୁଛି, କିମ୍ବା ଯେକୌଣସି ପ୍ରକାରର ହଉ, ଯାହାକୁ ଆମେ ଭଲ ଲାଗୁଛୁ ବା ଆମକୁ ଯିଏ ଭଲ ପାଉଛନ୍ତି, ଆମେ ଯାହାକୁ ଭଲ ପାଉଛୁ, ସିଏ ଯେତେବେଳେ ଦେଖା ହେଇଯାଉଛି ଆମକୁ ଯୋଉ ଖୁସି ଲାଗୁଛି, ଏଇ ଖୁସିକୁ ନେଇକିରି ଆମେ ଏତେ ବ୍ୟତିବ୍ୟସ୍ତ ରହିଛୁ ଏବଂ ଆମେ କହୁଛୁ ଏଇଟା ହିଁ ହଉଛି ସର୍ବଶ୍ରେଷ୍ଠ। ଯେମିତି ଜଣେ ଜଣେ କହନ୍ତି ସେମାନେ ଖାଇବା ପାଇଁ ବଞ୍ଚିଛନ୍ତି, ଜଣେ ଜଣେ ବ୍ୟକ୍ତି ଅଛନ୍ତି ସେମାନେ ସମ୍ପର୍କ ଏତେ ଶୀଘ୍ର ସମସ୍ତଙ୍କ ସହିତ ବହୁତ ସହଜରେ ଯୋଡି ଦିଅନ୍ତି ଏବଂ ସେଇଥିରେ ବି ସେ ବହୁତ ଆନନ୍ଦ, ସେତିକି ଭିତରେ ସେମାନେ ବି ସେମିତି ରହିଥାନ୍ତି। ସେମାନଙ୍କ ପାଖରେ ବା ଏଇଭଳିଆ ଛୋଟ ଛୋଟ ଆନନ୍ଦରେ ଯେକୌଣସି ପ୍ରକାରର ଖୁସି ହଉ, ତା ଆସକ୍ତି ଯୁକ୍ତ ଖୁସି ହଉ, ନିଜର ରୁଚି ପାଇଗଲେ ଖୁସି ହଉ, କିମ୍ବା ଏପରିକି କିଛି ଜଣ ବ୍ୟକ୍ତି ଅଳ୍ପ ଅଳ୍ପ କିଛି ଉପଲବ୍ଧି କଲା ବେଳେ ମଧ୍ୟ ବହୁତ ଖୁସି ହେଇଯାନ୍ତି, ଦେଖ ଅନ୍ୟ ମାନଙ୍କର କିଛି ନାହିଁ, ମୁଁ ଏମିତି ଜ୍ଞାନ ଲାଭ କଲିଣି, ସିଏ ଯୋଉ ଖୁସି ବି ସେ ପାଉଛନ୍ତି, ଏ ସବୁ ଖୁସି ତୁଳନାରେ ଯେତେବେଳେ ପରମଙ୍କ ସହିତ ଆମର ଏକାତ୍ମ ହେଇଯିବ ଏବଂ ଆମ ଭିତରେ ଦେଖନ୍ତୁ, ଯେତେବେଳେ ମୁଁ ପରମଙ୍କ ସହିତ ଦେଖାହେଲି ଏବଂ ଆତ୍ମାରେ ବସବାସ କରିବା ମୋର ଏକ ସ୍ୱତଃଜାତ ପ୍ରବୃତ୍ତି ହେଇଗଲା,
ସେତେବେଳେ ମୁଁ ଅନ୍ୟର ଆତ୍ମାକୁ ଦେଖିପାରୁଥିବି। ସେଇ ଅବସ୍ଥାକୁ ଜଣେ ଯେତେବେଳେ ପ୍ରାପ୍ତ କରିବ, ସେତେବେଳେ ତା ପାଇଁ ଇଏ ଯେତେ ଯେତେ ବିଶାଳ ବିଶାଳ ଡିସ୍କଭରି, ବହୁତ ବଡ ବଡ ଆବିଷ୍କାର, ଯେମିତିକି ଏଠି ବର୍ଣ୍ଣନା କଲେ ଯେ ସୂର୍ଯ୍ୟ ଯୋଉଠିକି ପହଞ୍ଚିବା କଷ୍ଟ, ବହୁତ ଦୂରରେ ବି ତାର ମାନେ ଦୂରରୁ ମାନେ କଣ ତରଳି ଯିବ, ଇଏ ହେଇଯିବ, କେତେ ଉତ୍ତପ୍ତ ଇତ୍ୟାଦି ଇତ୍ୟାଦି। ଯଦି ତା ଭିତରେ ତମେ ଯଦି ସୂର୍ଯ୍ୟ ଗ୍ରହର ଗଠନ ଉପାଦାନକୁ ଦେଖିପାରିଲ, ତେବେ ସିଏ ଯୋଉ ସଫଳତା ପ୍ରାପ୍ତି ହେଇଛି ସେଟା ଗୋଟେ ବିରାଟ ସଫଳତା ଆମ ପାଇଁ ବର୍ତ୍ତମାନ ସୁଦ୍ଧା। ତାଠାରୁ ଆତ୍ମାରେ ବସବାସ କରିବା, ଏବଂ ଆତ୍ମାରେ ବସବାସ କଲା ପରେ ମା ସେ ପ୍ରଭୁ ଲେଖୁଛନ୍ତି, ଯଦି ତୁମେ କିଛି ଯନ୍ତ୍ରଟି ଆବିଷ୍କାର ଯନ୍ତ୍ରଟି ତୁମେ ପାଇଗଲ, ତାମାନେ ଯଦି ଆମେ ଦେଖିବା ବର୍ତ୍ତମାନ ପାଇଁ, ଯଦି ମୁଁ ଆତ୍ମାରେ ବସବାସ କଲି ଏବଂ ତେଣୁ ମୁଁ ଅନ୍ୟର ଆତ୍ମାକୁ ଦେଖିପାରିଲି, ସେତିକି ବେଳେ ଯୋଉ ଆନନ୍ଦ, ଯୋଉ ଆନନ୍ଦ, ଆ ତୁଳନାରେ ଏଇଠି ଯୋଉଟା ସବୁଠାରୁ ବିରାଟ ସଫଳତା, ତା ତୁଳନାରେ ସିଏ ଆହୁରି କାହିଁ କେତେ ଅଧିକ ଗୁଣରେ ଆନନ୍ଦ ସିଏ ଦେଇଥାଏ। ଏବଂ ସେତେବେଳେ ତେଣୁ ଆମ ପାଖରେ କଣ ଲାଗିବ ନା, ତାକୁ ଏଇ ଯୋଉ ଆବିଷ୍କାର ଗୁଡାକରେ ଯିଏ ଆନନ୍ଦିତ ହଉଥିବେ, ଯୋଉ ଖୁସି ଲାଗୁଥିବେ, ଆମ ମୁରୁକି ମୁରୁକି ହସ ଲାଗୁଥିବ, ହଁ ଛୋଟ ପିଲା କଥା, ହଁ। ମା ସେ ବିଷୟରେ କଥାବାର୍ତ୍ତା କଲାବେଳେ କହୁଛନ୍ତି, ଯେଉଁମାନେ ଦେଖିବାକୁ ବାସନା ରଖିଥାନ୍ତି, ସେମାନଙ୍କ ବିଷୟରେ ଆମର ଆଗରୁ ଯୋଉ ଆଲୋଚନା ହେଉଥିଲା, ଏଇଟି ହଉଛି ତାହାରି ସହିତ ସମ୍ବନ୍ଧ ରଖିଥିବା କଥାଟି। ଶ୍ରୀ ରାମକୃଷ୍ଣ ଜୀ ଥରେ ବିବେକାନନ୍ଦଙ୍କୁ କହିଥିବାର ଉଲ୍ଲେଖ ରହିଛି, ତୁମେ ମୋତେ ଯେପରି ଦେଖୁଛ, ପରମେଶ୍ୱରଙ୍କୁ ମଧ୍ୟ ଠିକ ସେହିପରି ଭାବରେ ଦେଖିପାରିବ, ଏବଂ ମୋ କଥା ଯେପରି ଶୁଣି ପାରୁଛ, ପରମେଶ୍ୱରଙ୍କର କଥାକୁ ମଧ୍ୟ ଠିକ ସେହିପରି ଭାବରେ ଶୁଣିପାରିବ। ଦେଖନ୍ତୁ, ଯିଏ ପ୍ରାପ୍ତ କରିଛି ତା ପାଇଁ ଏଗୁଡିକ ସତ ମାନେ ସ୍ୱାଭାବିକ। ତେଣୁ ମା ଉଦ୍ଧୃତ କରୁଛନ୍ତି ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କର କଥାକୁ, ଯୋଉଟା କି ସେ ସ୍ୱାମୀ ବିବେକାନନ୍ଦଙ୍କୁ କହିଛନ୍ତି ଯେତେବେଳେ ସ୍ୱାମୀ ବିବେକାନନ୍ଦ ତାଙ୍କ ପାଖକୁ ଆସିଛନ୍ତି। ସେତେବେଳେ କହୁଛନ୍ତି, ତୁମେ ମୋ ସହିତ ଯୋଉଭଳି କଥାବାର୍ତ୍ତା କରୁଛ, ତାମାନେ ସେତିକି ସ୍ଥୂଳ, ପୁରା ଅତି ସ୍ଥୂଳ ଭାବରେ ଯେପରି ଆମେ ଦେଖିପାରୁଛୁ, ଆମେ ଯେପରି ଶୁଣି ପାରୁଛୁ, ସେଇଭଳି ଭାବରେ ପରମେଶ୍ୱରଙ୍କୁ ଦେଖି ହବ, ପରମେଶ୍ୱରଙ୍କ କଥାକୁ ଶୁଣି ହବ। ଯୋଉଟା କି ଆମେ ତ ଅନେକ ବ୍ୟକ୍ତି ଭଗବାନଙ୍କ ସହିତ ଖେଳନ୍ତି, ଭଗବାନଙ୍କ ସହିତ ଯାତ୍ରା କରନ୍ତି ଅନେକ ଜାଗାରେ, ଆମକୁ ସେଗୁଡାକ ଲାଗୁଛି ଯେମିତି ସତରେ କଣ ଏହା ହଉଥିବ। ବର୍ଣ୍ଣନା ଅନେକ ଜାଗାରେ, ମାନେ ବର୍ଣ୍ଣନା ନୁହଁ, ଲୋକ ଦେଖିଛନ୍ତି ଏବଂ ତାହା ଲେଖି ରଖିଛନ୍ତି, ଲେଖା ବି ରହିଛି। ଜଣେ ଅ ସାଧୁଙ୍କୁ, ସାଧୁ ସେ ନଈ କୂଳରେ ଗାଧଉଛନ୍ତି, ସେଇ ସମୟରେ ରାଜା ଯାଇଛନ୍ତି ସାଧୁଙ୍କୁ ଦେଖା କରିବା ପାଇଁ। ସେ କଣ କରିଛନ୍ତି, ମାନେ ଠାକୁରଙ୍କ ପାଖରେ ଲାଗି ହବ ବୋଲି ସାଧୁଙ୍କୁ ସେ ଆଣିକି ଗୋଟେ ଭଲ ଅତର, ଗୋଟେ ବାହାରୁ ପରିବ୍ରାଜକ ଜଣେ କିଏ ଆଣିଛନ୍ତି, ବେପାରୀ ବା ପରିବ୍ରାଜକ କିଏ ବେପାରୀ ବି ହେଇଥାଇ ପାରନ୍ତି, ଜଣେ ଆଣିଛନ୍ତି, ରାଜାଙ୍କୁ ସେ ଭେଟି ଦେଇଛନ୍ତି। ରାଜା ବହୁତ ଆନନ୍ଦିତ ହେଉଛନ୍ତି ଯେ ଏଇଟା ନେଇକିରି ଠାକୁରଙ୍କ ପାଖରେ, କୃଷ୍ଣଙ୍କ ପାଖରେ ଲାଗି ହବ। ତେଣୁ ସିଏ ଆଣିକି କଣ କରୁଛନ୍ତି, ସାଧୁଙ୍କୁ ଦବା ପାଇଁ ପହଞ୍ଚନ୍ତି, ଦେଖିଲେ ସାଧୁ ଯେହେତୁ ସ୍ନାନ କରୁଛନ୍ତି, ତେଣୁ ଅପେକ୍ଷା କରିଛନ୍ତି କୂଳରେ। କିଛି ସମୟ ପରେ, ଅନେକ ସମୟ ଠିଆ ହବା ପରେ ଦେଖିଲେ ସାଧୁ ବାହାରିକି ଯେତେବେଳେ ଆସୁଛନ୍ତି, ଇଏ ଆଉ ଯାଉଛନ୍ତି ତାଙ୍କ ପାଖକୁ। ସାଧୁ କହୁଛନ୍ତି, କଣ ହେଲା କୁହନ୍ତୁ? ନା, ମୁଁ ଏ ଅତରଟି ଆଣିଥିଲି ଠାକୁରଙ୍କ ପାଇଁ। ହଁ, ସାଧୁ ସେତେବେଳେ ଭଗବତ ପ୍ରେମରେ ପୁରା ମଜି ରହିଯାଇଛନ୍ତି। ସାଧୁ କିଛି କହିନାହାନ୍ତି, ମୋ ପାଟିରୁ ବାହାରି ପଡିଲା ସାଧୁ ପଚାରିଲେ ବୋଲି, ଇଏ ଯାଇକିରି କହୁଛନ୍ତି ସାଧୁଙ୍କୁ ଯେ ମୁଁ ଏଇଟା ଠାକୁରଙ୍କ ପାଇଁ ଆଣିଛି। ତେଣୁ ସିଏ କଣ କହୁଛି, ହଁ କୃଷ୍ଣଙ୍କ ପାଇଁ ଆଣିଥିଲ, ଦିଅ ଦିଅ ଦିଅ, କାହ୍ନା ପାଇଁ ଆଣିଥିଲ, ଦିଅ। ସେ ଅତରଟିକୁ ନେଇକି ସେ କଣ କରୁଛନ୍ତି, ଏମିତି ଶୂନ୍ୟରେ, ଆମ ପାଇଁ, ରାଜାଙ୍କ ପାଇଁ ଶୂନ୍ୟରେ ଢାଳିଦେଲେ। ସବୁ ଯାକ ଅତର ଉପରେ ଗଲା, ଉପରୁ ଯାଇକି ତଳେ ବାଲିରେ ପଡିଗଲା। ରାଜା ଦେଖନ୍ତୁ, ଭାବ ତାଙ୍କ ଭିତରେ ଭଗବାନଙ୍କ ପ୍ରତି ଏକ ଭକ୍ତି ଭାବ ରଖି ସିଏ ବହୁତ, ମାନେ ଗୋଟେ ନୂଆ ଜିନିଷ ଟିଏ ଠାକୁରଙ୍କ ପାଖରେ ଲାଗି କରିବାକୁ ଆଣିଛନ୍ତି, ସାଧୁଙ୍କୁ ଦଉଛନ୍ତି। ସାଧୁ କିନ୍ତୁ ତାକୁ କଣ କଲେ, ବାଲିରେ ଢାଳିଦେଲେ। ଆମ ଭାଷାରେ ସେଇଆ ନା, ବାଲିରେ ଢାଳିଦେଲେ।
ସିଏ ବ୍ୟସ୍ତ ରାଗ ମାନେ କଣ କ୍ରୋଧାନ୍ୱିତ ହେଇଗଲେ, ଉତ୍ତେଜିତ ହେଇଗଲେ। ଯେତେବେଳେ ସେ ସାଧୁଙ୍କୁ ଟିକେ ରାଜା ନା ଅଛି, ସ୍ୱାଭାବିକ ଅହଂକାର ଗୋଟେ ଗୁଣ ରହିଛି, ଭାବ ରହିଛି, ଏବଂ ରାଜ କ୍ଷତ୍ରିୟ ଭାବ ବି ରହିଛି। ସେଇ ଭାବରେ ସେ ଟିକେ କଟୁ କଥା, ଟିକେ କଟୁ ସ୍ୱରରେ କଥା ଟିକେ କହିଦେଲେ। ତମ କେମିତି ଇଏ କେମିତି କଲ, ମୁଁ ଠାକୁରଙ୍କ ପାଇଁ ଆଣିଥିଲି ତମ ବାଲିରେ ଢାଳିଦେଲ। ସେଠୁ ଇଏ କହିଲେ ତମେ ତ ଯାହାଙ୍କ ପାଇଁ ଆଣିଥିଲ ମୁଁ ତାଙ୍କୁ ଦେଇଦେଲି, ତମେ କାହିଁ ବ୍ୟସ୍ତ ହଉଛ। ରାଜା ବୁଝିପାରୁନାହାନ୍ତି। କେମିତି ବୁଝିବ, ତାଙ୍କରି ଆଗରେ ବାଲିରେ ଢାଳିବେ, ସେ ତ କିଛି ଦେଖି ପାରୁନାହାନ୍ତି। ସେ କହିଲେ ତମେ କାହା ପାଇଁ ଆଣିଥିଲ। କାହ୍ନାଙ୍କ ପାଇଁ ଆଣିଥିଲି। କାହ୍ନାଙ୍କୁ ତ ଅର୍ପିତ ହେଇଗଲା, ଆଉ ତମେ କାହିଁ ବ୍ୟସ୍ତ ହଉଛ। ନା କୋଉଠି ଆଜ୍ଞା, ଆପଣ ତ ବାଲିରେ ଢାଳିଦେଲେ। ନା ଠିକ ଅଛି, ଯାଅ ତମେ ଦେଖ ଯୋଉ କାହ୍ନାଙ୍କ ପାଇଁ ଆଣିଥିଲ ଠାକୁରଙ୍କ ପାଖରେ ଲାଗୁ ହବ ବୋଲି, ଯାଅ କାହ୍ନାଙ୍କ ପାଖକୁ ଯାଇ ଦେଖ। ତାପରେ ସେ ସେଠି ଗଲା ବେଳକୁ ସେ ମନ୍ଦିରର ଠାକୁରଙ୍କର ଯୋଉ କୃଷ୍ଣଙ୍କର ବା କାହ୍ନାଙ୍କର ମନ୍ଦିରରୁ ପୁରା ସେ ଅତରର ବାସନା ଚାରିଆଡେ ଫାଟିକି ମହକୁଛି। କାହିଁକିନା ସେ ପୁରା ବୋତଲ ଟା ଯାକ ଢାଳି ହେଇଯାଇଛି। ତେଣୁ ପୁରା ଏରିଆ ଟା ବାସନା ବାସୁଛି। କାହିଁ ନଦୀ କୂଳ, କାହିଁ ମନ୍ଦିର। କଥା ହଉଛି ସିଏ ସେଇଠି ବସବାସ କରୁଛନ୍ତି, ତାଙ୍କ ଆଗରେ କୃଷ୍ଣଙ୍କ ସହିତ ସେ ଯୋଉଭଳି ଭାବରେ ଖେଳୁଛନ୍ତି, ଆମେ ଯେମିତି ପାଣି ପକାପକି ହଉଛନ୍ତି ସେ ସେମିତି ଅତର ପକେଇଦେଲେ। କାରଣ ତାଙ୍କ ଆଗରେ ଠିଆ ହେଇଛନ୍ତି, ତାଙ୍କ ସହିତ ସେ ଖେଳୁଛନ୍ତି। ଆମ ପାଇଁ ସେଗୁଡାକ ନୁହଁ। ତେଣୁ କେତେକ ଲୋକ ଏହି କଥାକୁ ଏପରି ଏକ ଉକ୍ତି ରୂପେ ବୁଝିଥିଲେ ଯେ ପରମେଶ୍ୱର ସେତେବେଳେ ପ୍ରକୃତରେ ରକ୍ତ ମାଂସର ଶରୀର ଧରି ପୃଥିବୀରେ ଅବସ୍ଥାନ କରୁଥିଲେ। ହଁ, ମା କହୁଛନ୍ତି କେତେ ଲୋକ ଏମିତି ବୁଝିଥିଲେ ଯେ ଦିନ ଥିଲା ପରମେଶ୍ୱର ରକ୍ତ ମାଂସର ଶରୀର ଧରିକି ବସବାସ କରୁଥିଲେ, ମାନେ ମଣିଷ ଭଳିଆ ବହୁତ। ମା ହସିକି କହିଲେ, ମୁଁ କହିଲି ନାଇଁ ନାଇଁ, ମୋଟେ ସେପରି ନୁହଁ। ରାମକୃଷ୍ଣ ଏହିପରି ବୁଝିଥିଲେ ଯେ ଯଦି ତୁମେ ଯଥାର୍ଥ ଚେତନା ମଧ୍ୟରେ ପ୍ରବେଶ କରିବ, ତେବେ ତୁମେ ତାଙ୍କ କଥା ଶୁଣିପାରିବ। ମୁଁ ତ କହିବି ଯେ ଏଇ ଭୌତିକ ଜଗତରେ ଯେପରି ଶୁଣୁଛ, ତାଠାରୁ ଅଧିକ ସ୍ପଷ୍ଟ ଭାବରେ ଶୁଣିପାରିବ। ଭୌତିକ ଜଗତରେ ଯେପରି ଦେଖୁଛ, ତାଠାରୁ ଆହୁରି ଅଧିକ ସ୍ପଷ୍ଟ ଭାବରେ ଦେଖିପାରିବ। ଆଉ କେମିତି କୁହନ୍ତେ, ମା ସ୍ଵୟଂ ନିଜେ କହୁଛନ୍ତି, ଦିବ୍ୟ ଜନନୀ ସ୍ଵୟଂ ନିଜେ କହୁଛନ୍ତି। ହଁ ହଁ ସତ କଥା, କିନ୍ତୁ କିନ୍ତୁ କହିକିରି କଥା ଗୁଡ଼ିକ ଡଟ ଡଟ ରହିଯାଇଛି। ସେମାନେ ତତ୍କ୍ଷଣାତ୍ ଏଡେ ଏଡେ ଆଖି କରି ଅନାଇବାକୁ ଲାଗନ୍ତି। ସେମାନେ ତାହାକୁ ଏକ ଅବାସ୍ତବ କଥା ବୋଲି ଅନୁଭବ କରନ୍ତି। ଦେଖନ୍ତୁ, ଅଣୁଜୀବକୁ ଆମେ ଦେଖିପାରୁ ନାହୁଁ। ଯୋଉମାନେ ବହି ଟିକେ ପଢୁଛନ୍ତି, ସିଏ ଖାଲି ଦେଖୁଛି ହଁ ବହିରେ ଲେଖା ହେଇଛି ହେଇଥିବ। ଏବେ ଧୀରେ ଧୀରେ ଆଉ ଟିକେ ଡେଭଲପ ହେଲାଣି। ଏବଂ ଦେଖନ୍ତୁ, ଦେଖନ୍ତୁ ବା ନ ଦେଖନ୍ତୁ, ଲୋକଙ୍କ ଭିତରେ ଏକ ଧାରଣା ଆସିଗଲାଣି। ହଁ ଏତେ ଲୋକ କହୁଛନ୍ତି, ତାହେଲେ ଅଛି ବୋଧେ କୋଉଟା, ଦିଅ ହଉ ଦିଅ ଆଣ୍ଟିବାୟୋଟିକ ଦିଅ ଖାଇଦବା ସେ ମରିଯିବେ, ବ୍ୟାକ୍ଟେରିଆ ମରିଯିବ, ସେଠି ଅମୁକ ହେଇଯିବ ସିଏ ମରିଯିବ, କିନ୍ତୁ କେହି ଦେଖିବୁ ନା। କରୋନା ଭୂତାଣୁ ବାହାରିଥିଲା ତ ଆମେ ସାଧାରଣ ବ୍ୟକ୍ତି କଣ ଦେଖିଛୁ କରୋନା ଭୂତାଣୁ। ଲାବୋରେଟୋରୀ ଏକ୍ସପେରିମେଣ୍ଟ ହେଲା, ଇଏ ହେଲା ସେ ହେଲା, ଇତ୍ୟାଦି ଇତ୍ୟାଦି। ଡିଏନଏ ଦେଖି ବାହାର କରିବା, ସାମ୍ପୁଲ ହେଲା, ଭେରିଆଣ୍ଟ ଡିଏନଏ, କେତେ କେତେ କଥା। ଆମେ ସେଇ କଥା ଶୁଣିକିରି କେବଳ ବିଶ୍ୱାସ କରିକିରି ସେଇଥିରେ ରହିବୁ। ଆମେ କହୁଛୁ ବର୍ତ୍ତମାନ ସୁଦ୍ଧା ଯୋଉଟାକୁ ଆମେ ନ ଦେଖିକି ମଧ୍ୟ କେବଳ ବାହାରୁ ଶୁଣିକି ବାସ୍ତବ ବୋଲି କହୁଛୁ। କିନ୍ତୁ ତାଠାରୁ ଆହୁରି ଅଧିକ ବାସ୍ତବ ହଉଛି ଯେ ଭଗବାନଙ୍କ ସହିତ ଦେଖିବା, ଭଗବାନଙ୍କ କଥା ଶୁଣିବା। ତୁମକୁ ପ୍ରଶ୍ନ ହଉଛି, ଭୌତିକ ବିଜ୍ଞାନର ବିସ୍ମୟକାରୀ ସଫଳତା ମାନ ଦେଖି ଆପଣଙ୍କୁ ମଧ୍ୟ ହସ ମାଡେ କି? ମା ଯେହେତୁ ପ୍ରଭୁଙ୍କର କଥାକୁ ନେଇକି ଆଲୋଚନା ହଉଥିଲା, ମା ଯେହେତୁ କହିଲେ ଯେ ଜଣେ ଯେତେବେଳେ ସେଇ ଉଚ୍ଚତର ଚେତନା ସ୍ଥିତିରେ ପହଞ୍ଚିବ, ସେତେବେଳେ ଏଗୁଡାକ ଏଇ ଯୋଉ ବିରାଟ ବିରାଟ ସଫଳତା ଯୁକ୍ତ ଆବିଷ୍କାର ତାକୁ ମାନେ ମୁରୁକି ମୁରୁକି ହସ ଦେଲା ଭଳିଆ ଏକ ପରିସ୍ଥିତି ତାଙ୍କୁ ଆସୁଥିବ। ମା କହୁଛନ୍ତି ଏହି ବିସ୍ମୟକାରୀ ସଫଳତା ମାନ ଲାଭ କରିବା ବେଶ ଭଲ କଥା। ତାହା ହେଉଛି ସେମାନଙ୍କର ଧନ୍ଦା। ମାତ୍ର ସେମାନେ ଉଦ୍ଧତ ଭାବରେ, ଯେପରି ଅତିରିକ୍ତ ଭାବରେ ଆପଣାକୁ ମିଛ ନିଶ୍ଚୟତା ମାନ ଦେବାରେ ଲାଗିଥାନ୍ତି, ମୋତେ ତାହାକୁ ଦେଖି ପ୍ରକୃତରେ ଖୁବ ହସ ମାଡେ। ମା କହୁଛନ୍ତି ଭୌତିକ ଜଗତରେ ସ୍ଥୂଳ ଭାବରେ ସମସ୍ତଙ୍କର
ଯାହାର ଯୋଉ ସ୍ଥିତିରେ ରହିଛି ସେଇ ସ୍ଥିତିରେ ଏଇ ଯୋଉ ପ୍ରକାରର ଧୀରେ ଧୀରେ ସେମାନେ ଦେଖୁଛନ୍ତି ଆକ୍ଚୁଆଲି ଭଗବାନଙ୍କର ଏଇ ଯୋଉ ସୃଷ୍ଟିରେ ଯୋଉ ମିଷ୍ଟ୍ରି ରହିଛି ତାକୁ ସେମାନେ ଆବିଷ୍କାର କରୁଛନ୍ତି। ସେ ସବୁ ଭଲ କଥା ତ, କିନ୍ତୁ ସେମାନେ ତାକୁ ନେଇକିରି ଯୋଉ ଉଦ୍ଧତାମି କରୁଛନ୍ତି ଯେ ଏଇଟା ହିଁ ଆମେ ଯେମିତି କୁହନ୍ତି ଏଇଟା ହିଁ ହଉଛି ସତ୍ୟ, ଆ ବାଦେ ସବୁ ମିଥ୍ୟା, ଏଇ ଅମୁକ ସମୁକ ଯୋଉ ଔଦ୍ଧତ୍ୟାମିତା କୁହାଯାଏ, ସେଗୁଡା ଯୋଉ କରୁଛନ୍ତି ତାକୁ ଦେଖିକି ମତେ ହସନ୍ତି। ଆଉ ମୋର ଛୋଟିଆ କଥାଟେ ମନେ ପଡେ, ଯେତେବେଳେ ଆମେ ଛୋଟ ହେଇଥିଲୁ ବହିରେ ଆମେ ପଢୁଥିଲୁ ସେତେବେଳେ ଆମ ଦେଇ ଙ୍କର ଯେତେବେଳେ ଆଲୋକର ବେଗ, ଆଲୋକର ବେଗ ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ତେଣୁ ଆମ ପାଇଁ ରାଉଣ୍ଡ ଫିଗରରେ ଲେଖା ହେଇଛି, କିନ୍ତୁ ସିଏ ଯେହେତୁ ପଢିଲାଣି କଲେଜରେ ସେତେବେଳେ ସେଇଟା ପଏଣ୍ଟରେ ଦଶମିକ ଆକାରରେ ଅଛି, ଆମର ତ ଦଶମିକ ବି ପଢା ହେଇନଥିଲା। ତେଣୁ ଆମେ କହୁଛୁ ଯେ ଏଇ ଯୋଉ ରାଉଣ୍ଡ ଫିଗର ଏଇଟା ହଉଛି ଆକ୍ଚୁଆଲି କରେକ୍ଟ ଉତ୍ତର, ଏଇଟା ହିଁ ହଉଛି ଠିକ ଆଲୋକର ବେଗ, ତୋର ଯୋଉଟା ଲେଖା ସେଇଟା ତୋର ଭୁଲ ଲେଖା ହେଇଛି, ତୋ ବହିରେ ଏମିତି କୋଉଠୁ ଆଇଲା ବା। ସିଏ ହସୁଛି ତାକୁ ହସ ମାଡୁଛି। ମୋର ଯେତେବେଳେ ମନେ ପଡେ ଏଇ କଥା ମତେ ହସ ଲାଗେ ଯେ ସତରେ ସେତେବେଳେ ମାନେ ଆମର ଯୋଉ ଜିଦିଟା ମାନେ ଆମର ଔଦ୍ଧତ୍ୟାମି ନୁହଁ, ହେଲା ଯଦିଓ ସିଏ ଆମଠୁ ବୟସ ବହୁତ ବଡ ଥିଲା ବୋଲି ଆମେ ତା ସହିତ ମାଡ ଗୋଳ ପର୍ଯ୍ୟନ୍ତ ବା କଥା ଯାଇନି, କି ତଥାପି କଥା କଟାଟେ ନା ତୋ ବହି ଭୁଲ, ଶେଷକୁ ବାପା ଆସିକିରି ତାକୁ କହିଲା ରେ କହିଲେ ତମର ବହୁତ ପାଠ ପଢା ହେଇନାହିଁ, ତୁ ଯେତେବେଳେ ବଡ ହେଇଯିବୁ ତୁ ସେଇଟାକୁ ପଢିବୁ ଏବଂ ତୁ ବି ସେଇଟାକୁ କହିବୁ ଠିକ, ଆଉ ତତେ ଲାଗିବ ତତେ ଆଉ ଛୋଟ ପିଲା ଯିଏ କହିବ ତତେ ସେତେବେଳେ ହସ ମାଡିବ। ତେଣୁ କିନ୍ତୁ ସେତେବେଳେ ଯଦି ମୁଁ ଜିଦ୍ଦି କରିକିରି ଏବଂ ସେଇଟାକୁ ହିଁ ଠିକ ବୋଲି କହିବି, ପାଶ୍ଚାତ୍ୟ ଦେଶରେ ଏଇ ତ ଅନେକ ପ୍ରକାର ଘଟିଛି। ଆମର ପ୍ରାଚ୍ୟ ଦେଶରେ ଯିଏ ଯୋଉ ନୂତନ କଥା ଆବିଷ୍କାର କରେ ତାକୁ ସ୍ୱୀକାର କରନ୍ତି, ସ୍ୱୀକାର କରନ୍ତି, ଏମିତି ନୁହଁ ଯେ ତାକୁ ହଇରାଣ କରନ୍ତି। କିନ୍ତୁ ପାଶ୍ଚାତ୍ୟରେ ତ ବିଷ ପିଆଇକିରି ମାରି ଦେଇଛନ୍ତି, ଗୃହ ବନ୍ଦୀ କରିଛନ୍ତି, କେତେ କେତେ ହଇରାଣ କରିଛନ୍ତି, ଆମେ ସବୁ ତାର ଉଦାହରଣ ଜାଣିଛନ୍ତି। ନୂତନ କିଛି ମାନେ କେବଳ ତଥ୍ୟଗତ ଜ୍ଞାନରେ ବି ନୂତନ କିଛି ଯଦି କିଏ ଆବିଷ୍କାର କଲା ତାକୁ ସେମାନେ ସ୍ୱୀକାର କରିପାରନ୍ତିନି। ତେଣୁ ଇଏ ହଉଛି ସେଇଟା ସେଇ ଔଦ୍ଧତାମି ଦେଖିକିରି ମା କହୁଛନ୍ତି ଯେ ମତେ ହସ ମାଡେ, ଯେ ଯାହା ପାଉଛନ୍ତି ଠିକ କିନ୍ତୁ ସିଏ ଯେତେ ସେଇଥିରେ ସେଇଟା ହିଁ ସର୍ବସ୍ୱ, ସେଇଟା ହିଁ ସର୍ବଶ୍ରେଷ୍ଠ ଯେତେବେଳେ ଔଦ୍ଧତାମି କରନ୍ତି ସେତେବେଳେ ମତେ ହସ ମାଡେ। ସେମାନେ ସବୁ କିଛି ଜାଣିଛନ୍ତି ବୋଲି କଳ୍ପନା କରୁଥାନ୍ତି, ସେଇମାନଙ୍କ ପାଖରେ ଅସଲ ଚାବିକାଠିଟି ରହିଛି ବୋଲି କଳ୍ପନା କରୁଥାନ୍ତି ଯେ ନା ହଁ ଆମେ ପାଇଛୁ ଏଇଟା ତ ଉତ୍ତର, ଆଉ ତାହାକୁ ହିଁ ଦେଖି ପ୍ରକୃତରେ ଭାରି ହସ ମାଡେ। ସେମାନେ ମନେ ମନେ ଭାବନ୍ତି ଯେ ସେମାନେ ଯାହା କିଛି ଶିକ୍ଷା କରିଛନ୍ତି ତାରି ସାହାଯ୍ୟରେ ସେମାନେ ଏହି ପ୍ରକୃତି ଉପରେ ଜଣେ ଜଣେ ଅଧୀଶ୍ୱର ରୂପେ ପ୍ରତିଷ୍ଠିତ ହୋଇ ବସିଛନ୍ତି। ଏଇଟା ଏକା ବେଳକେ ପିଲାଳିଆ କଥା। ସେମାନେ ଯେ ପର୍ଯ୍ୟନ୍ତ ସୃଜନକାରୀ ପରମା ଶକ୍ତି ଏବଂ ସୃଜନକାରୀ ପରମ ଇଚ୍ଛାର ସଂସ୍ପର୍ଶରେ ଆସିନାହାନ୍ତି ସେ ପର୍ଯ୍ୟନ୍ତ କିଛି ନା କିଛି ସେମାନଙ୍କ ଅବଶ୍ୟ ଅଗୋଚର ହୋଇ ରହିଥିବେ। ତୁମେ ମାନେ ମଧ୍ୟ ଭାରି ସହଜରେ ଏହି ପ୍ରୟୋଗଟିକୁ କରିପାରିବେ। ଜଣେ ବୈଜ୍ଞାନିକ ଦୃଶ୍ୟମାନ ଯାବତୀୟ ପ୍ରାକୃତିକ ଘଟଣାକୁ ବ୍ୟାଖ୍ୟା କରି କହିଦେଇ ପାରିବେ, ଏପରିକି ସେ ଭୌତିକ ଶକ୍ତି ଗୁଡିକର ବିନିଯୋଗ କରି ସେଗୁଡିକ ଦ୍ଵାରା ଯାହା ଇଚ୍ଛା କରୁଥିବ ତାହାକୁ ସମ୍ଭବ କରାଇ ପାରିବେ। ଏବଂ ଏହି ଭୌତିକ କୃତିତ୍ୱ ହାସଲର ଦୃଷ୍ଟିକୁ ବିଚାର କରି ଦେଖିଲେ ସେମାନେ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଫଳମାନ ଲାଭ କରିପାରିଛନ୍ତି। ମାତ୍ର ଯଦି ତୁମେ ସେମାନଙ୍କୁ କେବଳ ଏହି ପ୍ରଶ୍ନଟି ପଚାରିବ, କଣ ପ୍ରଶ୍ନ, ଯେ ମୃତ୍ୟୁ କହିଲେ କଣ ବୁଝାଏ, ଏହିପରି ଏକ ସରଳ ପ୍ରଶ୍ନଟିଏ ପଚାରିବେ, ଏ ବିଷୟରେ ସେମାନେ ବସ୍ତୁତଃ ଆଦୌ କିଛି ହେଲେ ଜାଣିନାହାନ୍ତି। ଭୌତିକ ଭୂମିରେ ମୃତ୍ୟୁ ରୂପୀ ଘଟଣାଟି ସଚରାଚର ଯେପରି ଘଟେ ସେଇଟିକୁ ସେମାନେ ବର୍ଣ୍ଣନା କରି କହିଦେଇ ପାରିବେ ସତ, ମାତ୍ର ଯଦି ସେମାନେ ପ୍ରକୃତରେ ସାଧୁ ହୋଇଥିବେ ତେବେ ସେମାନେ ଅବଶ୍ୟ ସ୍ୱୀକାର କରିବେ ଯେ ଏହା ଦ୍ୱାରା ମୃତ୍ୟୁର ପ୍ରକୃତରେ ଆଦୌ କୌଣସି ବ୍ୟାଖ୍ୟା ଦିଆଯାଇ ପାରୁନାହିଁ। ଏଠି ସାଧୁ ହେଇଥିବ ମାନେ କେବଳ କୁହା ହଉନି ଯେ ଗୈରିକ ବେଶନଧାରୀ, ଗୈରିକ ବେଶ ପୋଷାକ ଧାରୀ କିମ୍ବା ତପସ୍ୟା କରୁଥିବା ସାଧୁକ, ମାନେ ତାଙ୍କର ଜ୍ଞାନରେ ବି ସେ ଯୋଉ ପାଠ ପଢୁଛନ୍ତି ବା ଯୋଉ କାର୍ଯ୍ୟ କରୁଛନ୍ତି ସେଇଥିରେ ବି ଆଟଲିଷ୍ଟ ଯଦି ସଚ୍ଚୋଟ ହେଇଥିବେ, ଯଦି ସେଥିରେ ବି ଯଦି ସେ ସାଧୁ ହେଇଥିବେ
ତେବେ ସେମାନେ ମଧ୍ୟ ସ୍ୱୀକାର କରିବେ ଯେ ପ୍ରକୃତରେ ସେମାନେ ମୃତ୍ୟୁର ବ୍ୟାଖ୍ୟା ଦେଇପାରୁନାହାନ୍ତି। ଯାହା ଦଉଛନ୍ତି ତାହା କେବଳ ଧର୍ମକୁ ଆଖିଠାର ଭଳିଆ ସେ ତାଙ୍କର ଯେତିକି ବୁଲେଇ ବଙ୍କେଇ ଚଲେଇଛନ୍ତି। ସର୍ବଦା ଏପରି ଏକ ସମୟ ଆସି ପହଞ୍ଚେ ଯେତେବେଳେ କି ଆଉ କୌଣସି ବସ୍ତୁର ବ୍ୟାଖ୍ୟା ଦେଇ ହୁଏ ନାହିଁ। କାରଣ ଜାଣିବାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି କଣ? ପ୍ରକୃତି ତାତ୍ପର୍ଯ୍ୟ ଜାଣିବାର ନା ଜାଣିବାର ଅର୍ଥ ହେଉଛି ଶକ୍ତିର ଅଧିକାରୀ ହେବ। ଏଇଟା ବିଷୟରେ ତାପରେ ଯୋଉଟା ଲେଖା ହେଇଛି ଆମେ କାଲିକି ଆଲୋଚନା କରିବା। କିନ୍ତୁ ଏଇଠି ଆମେ ମନେ ରଖିବା ଯୋଉ ଯୋଉ କଥା ଗୁଡିକ ବି ସେ କହିଲେ ଆମେ ଆମ ଜୀବନ କ୍ଷେତ୍ରରେ ଆମେ ଯେତେବେଳେ ସାଧନା କରୁଛନ୍ତି, ଆମେ ଯେତେବେଳେ ତପସ୍ୟା କରୁଛନ୍ତି, ଆମର ମନ ପ୍ରାଣର ଯୋଉ ଛୋଟ ଛୋଟ କ୍ଷୁଦ୍ର ଜ୍ଞାନ ଗାରିମା କ୍ଷୁଦ୍ର ଶକ୍ତି ସାମର୍ଥ୍ୟକୁ ନେଇ ଆମେ ବୃଥା ଆସ୍ଫାଳନ କରିବା ନାହିଁ ଯେ ମୁଁ ମହାଜ୍ଞାନୀ, ମୁଁ ମହାଶକ୍ତିଶାଳୀ, ମୁଁ ସବୁ ଇତ୍ୟାଦି 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 ଇତ୍ୟାଦି। ତାକୁ ନେଇକି ବୃଥା ଆସ୍ଫଳନ ନ କରି ଆମ ଭିତରେ ଚିର ଗ୍ରହଣଶୀଳତାର ଏକ ପରିବେଶ, ଏକ ଉନ୍ମୁକ୍ତତା ଯେ ରହୁ, ସେଇଥିପାଇଁ ଆମେ ଆସ୍ପୃହା କରିବା। ଏବଂ ତାର ସେଇ ଆସ୍ପୃହାର ମୂଳ ଚାବି ହଉଛି ଚୈତନ୍ୟତାକୁ ଆବିଷ୍କାର କରିବା। ତେଣୁ ଆମେ ସବୁବେଳେ ପ୍ରାର୍ଥନା କରିବା, ନିଷ୍ଠାପର ପ୍ରାର୍ଥନା କରିବା ଏବଂ ଦୃଢ ଭାବେ ଲାଗି ରହିବା, ଧୈର୍ଯ୍ୟ ନ ହରେଇ ଚୈତ୍ୟସତାକୁ ଆବିଷ୍କାର କରିବାର ସଂକଳ୍ପ ଆମେ ରଖିବା। ମାଙ୍କୁ ପ୍ରାର୍ଥନା କରିବା ଯେ ଆମର ଚୈତ୍ୟସତାକୁ ସେ ସମ୍ମୁଖକୁ ଆଣ। ମା, ଥ୍ୟାଙ୍କ ୟୁ ଅଲ୍।